ଭକ୍ତ ମୟୂର ଆସ ଗପ ଶୁଣିବା ପୁସ୍ତକର ବିଷୟବସ୍ତୁ। ପ୍ରଭୁ ଶ୍ରୀରାମଚନ୍ଦ୍ର ପତ୍ନୀ ସୀତା ଏବଂ ସାନ ଭାଇ ଲକ୍ଷ୍ମଣଙ୍କ ସହିତ 14 ବର୍ଷ ବନବାସ ପାଇଁ ବଣକୁ ବାହାରିଲେ। ଯାଉଁ ଯାଉଁ ବଣରେ ଗୋଟିଏ ସୁନ୍ଦର ଗଛଟିଏ ଦେଖିଲେ। ଗଛକୁ ଦେଖି ସୀତାମାତା କହିଲେ, ଏଇ ଗଛ ତଳେ କିଛି ଦିନ ରହିବା। ଭାଇ ଲକ୍ଷ୍ମଣ ଛୋଟ କୁଡ଼ିଆଟିଏ ତିଆରି କରିବା ପାଇଁ ଡାଳ ସଂଗ୍ରହରେ ଲାଗି ପଡ଼ିଲେ। ସୀତାମାତା କହିଲେ, ମୋତେ ବହୁତ ଶୋଷ ଲାଗୁଛି। ଏହା ଶୁଣି ସାନ ଭାଇ ଲକ୍ଷ୍ମଣ ସଙ୍ଗେ ସଙ୍ଗେ ପାଣି ଆଣିବାକୁ ବାହାରି ପଡ଼ିଲେ। ସେଇ ଗଛ ଡାଳରେ ଗୋଟିଏ ମୟୂର ବସି ସବୁ ଦେଖୁଥିଲା। ମୟୂର ଦେଖିଲା ଲକ୍ଷ୍ମଣ ନଦୀ ବହି ଯାଉଥିବା ଦିଗକୁ ଯାଉନାହାନ୍ତି। ସେ ଦିଗରେ ଗଲେ ପାଣି ମିଳିବ ନାହିଁ। ମୟୂର ତ କିଛି କରିପାରିବ ନାହିଁ। ସେ ସଙ୍ଗେ ସଙ୍ଗେ ଉଡ଼ି ଆସି ପ୍ରଭୁ ଶ୍ରୀରାମଙ୍କ ଆଗରେ ଠିଆ ହେଲା ଏବଂ ଥଣ୍ଟରେ ନିଜ ଶରୀରରୁ ଗୋଟିଏ ପୁଚ୍ଛ କାଢ଼ି ପ୍ରଭୁ ଶ୍ରୀରାମ ଓ ସୀତାମାତାଙ୍କ ଆଗରେ ପକାଇଲା। ପ୍ରଭୁ ଶ୍ରୀରାମଚନ୍ଦ୍ର କିଛି ବୁଝିପାରିଲେ ନାହିଁ। ମୟୂର ବାରମ୍ବାର ଗୋଟିଏ ଗୋଟିଏ ପୁଚ୍ଛ ନିଜ ଶରୀରରୁ କାଢ଼ି ତଳେ ପକାଇ ଆଗକୁ ବାଟ ବତାଇ ନେଉଥାଏ। ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ସୀତାମାତା ମୟୂରର ପଛେ ପଛେ ଯାଉଥାନ୍ତି। ମୟୂର ପଛେ ପଛେ ଯାଇ ଦେଖିଲେ ଆଗରେ ଗୋଟିଏ ବଡ଼ ନଈ। ସୀତାମାତା ପାଣି ପିଇଲେ, ତାଙ୍କ ଶୋଷ ମେଣ୍ଟିଲା। ପ୍ରଭୁ ଶ୍ରୀରାମ ଦେଖିଲେ ମୟୂର ଦେହରୁ ରକ୍ତ ବାହାରୁଛି। ମୟୂରକୁ ହାତରେ ଧରି ତାହାର ରକ୍ତ ପୋଛି ସେବା ଯତ୍ନ କଲେ। କହିଲେ, ତୁମେ ତୁମ ଶରୀରର ସମସ୍ତ ପୁଚ୍ଛ ବାହାର କରି ଆମକୁ ରାସ୍ତା ଦେଖାଇଲ। ସୀତାଙ୍କର ଶୋଷ ମେଣ୍ଟାଇବା ପାଇଁ କେତେ କଷ୍ଟ ପାଇଲ, ସେଥିପାଇଁ ମୁଁ ତୁମକୁ ଆଶୀର୍ବାଦ କରୁଛି। ମୁଁ ଯେତେବେଳେ ଆର ଜନ୍ମରେ ଅନ୍ୟ ଅବତାର ନେଇ ଜନ୍ମ ନେବି, ସେତେବେଳେ ତୁମ ପୁଚ୍ଛକୁ ମୁଁ ସବୁବେଳେ ମସ୍ତକରେ ଧାରଣ କରିବି। ମୁଁ ତୁମକୁ ମନେ ପକାଉଥିବି। ମୟୂର ଖୁସି ହୋଇ ନାଚିବାକୁ ଲାଗିଲା। ଖୁସିରେ ଭଗବାନ ମୟୂରଙ୍କ ହାତରେ ଧରି ଗେଲ କଲେ। ମୟୂରର ସେବା କରି ତାଙ୍କୁ ଉଡ଼ାଇ ଦେଲେ। ଦେଇଥିବା ବଚନକୁ ସତ୍ୟରେ ପରିଣତ କରିବା ପାଇଁ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀରାମ ଭଗବାନ କୃଷ୍ଣ ଅବତାର ନେଇ ସେହି ମୟୂରର ପୁଚ୍ଛକୁ ମୁଣ୍ଡରେ ଧାରଣ କଲେ। ଆଚ୍ଛା ପିଲେ, ଏହି ବିଷୟର କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟରେ ଜାଣିବାକୁ ଚେଷ୍ଟା କରିବା। ପ୍ରଭୁ ଶ୍ରୀରାମଚନ୍ଦ୍ର ପତ୍ନୀ ସୀତା ଏବଂ ସାନ ଭାଇ ଲକ୍ଷ୍ମଣଙ୍କ ସହିତ କେତେ ବର୍ଷ ବନବାସ ପାଇଁ ବଣକୁ ବାହାରିଲେ? କେତେ ବର୍ଷ? ନା କେତେ ବର୍ଷ? 14 ବର୍ଷ। 14 ବର୍ଷ ବନକୁ ବାହାରିଲେ। ଦ୍ୱିତୀୟ ପ୍ରଶ୍ନ, ମୟୂର କେଉଁ ଉପାୟ ଅବଲମ୍ବନ କରି ଭଗବାନ ଶ୍ରୀରାମଚନ୍ଦ୍ରକୁ ରାସ୍ତା ଦେଖାଇଥିଲା? କାହାର? ନଦୀର ରାସ୍ତା। ମୟୂର ନିଜର ଶରୀରରୁ ଗୋଟିଏ ଗୋଟିଏ ପୁଚ୍ଛ କାଢ଼ି ପକାଇ ପକାଇ ଭଗବାନ ଶ୍ରୀରାମ ଓ ସୀତାମାତାଙ୍କୁ ନଦୀର ରାସ୍ତା ଦେଖାଇଥିଲା। ଭଗବାନ ଶ୍ରୀରାମଚନ୍ଦ୍ର କାହିଁକି ମୟୂରକୁ ଆଶୀର୍ବାଦ କଲେ? ଶରୀରରୁ ପୁଚ୍ଛ କାଢ଼ି ଅନେକ କଷ୍ଟ ଯନ୍ତ୍ରଣା ସହି ଶ୍ରୀରାମଚନ୍ଦ୍ରକୁ ନଦୀର ରାସ୍ତା ଦେଖାଇଥିବାରୁ। ଭଗବାନ ଶ୍ରୀରାମଚନ୍ଦ୍ର ମୟୂରର ସେବାରେ ସନ୍ତୁଷ୍ଟ ହୋଇ କେଉଁ ବଚନ ଦେଇଥିଲେ? ପ୍ରଭୁ ଶ୍ରୀରାମଚନ୍ଦ୍ର କହିଥିଲେ, ଯେତେବେଳେ ମୁଁ ଆର ଜନ୍ମରେ ଅନ୍ୟ ଅବତାର ନେଇ ଜନ୍ମ ନେବି, ସେତେବେଳେ ତୁମ ପୁଚ୍ଛକୁ ସଦା ମସ୍ତକରେ ଧାରଣ କରିବି। ଏବଂ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀରାମ ଭଗବାନ କୃଷ୍ଣ ଅବତାର ନେଇ ସେହି ମୟୂର ପୁଚ୍ଛକୁ ମୁଣ୍ଡରେ ଧାରଣ କରି ମୟୂରକୁ ଦେଇଥିବା ବଚନକୁ ପୂରା କରିଥିଲେ।
ଆଗକୁ ଆହୁରି ସୁନ୍ଦର ସୁନ୍ଦର ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।